ନିଜକୁ ପଚାରିକି ସେ ଯାଇଥିଲେ ଯୋଉମାନଙ୍କୁ ଆପଣ ଡାକୁଛନ୍ତି ଆପଣ ତ ତାଙ୍କ କଥା ଉପରେ ତାଙ୍କୁ ଶୋକଜ କରିବା କଥା ଯେ ଆପଣ କଣ ପାଇଁକା ଦାରୁ କାଠ ନେଇଛନ୍ତି ବୋଲି ସେଠି କହିକିରି ସେଠି ଦାରୁ କାଠ ସ୍ଥାପନ କରେଇଲେ ପଥରରେ ବ୍ରହ୍ମ ସ୍ଥାପନ ହେଲା କେମିତିଆ ଜଗନ୍ନାଥ ସଂସ୍କୃତି ବିକୃତ ଆପଣ କରୁଛନ୍ତି କେମିତିଆ ସିଏ କହୁଛନ୍ତି ମୁଁ ସେଠି କହିନି ଏଠି କହୁଛନ୍ତି ମୁଁ ଏଠି କହିଛି ସେଠି କହୁଛନ୍ତି କହିନି ସେଠି କହିନି ଏଠି କହିଛି ଏଠି କହୁନି ସେଠି କହୁଛି ଜଳୁଛି ଲିଭୁଛି କିନ୍ତୁ ବ୍ରହ୍ମ ଜଳୁଥିଲା ବ୍ରହ୍ମ ଜଳୁଛି ଆମର ବିନମ୍ରତାର ସହିତ କହିବା କଥା ଯିଏ ବ୍ରହ୍ମକୁ ନେଇକି ଖେଳ ଖେଳି ପାରୁଛନ୍ତି ସିଏ ଆଉ ସେବକ ହବାର ନୈତିକ ଅଧିକାର ରଖିଛନ୍ତି କି ଯିଏ ବ୍ରହ୍ମ ନାଁରେ ମିଛ ଯଦି ସେ ମିଛ ବି କହିଥାନ୍ତି କଲିକତାରେ ମନେକର ବେଙ୍ଗଲରେ ସେ ମିଛ କହିଲେ ପଇସା ଆଦାୟ କରି ବ୍ରହ୍ମ ପ୍ରତିଷ୍ଠା ହେଇଛି ଦୀଘା ମନ୍ଦିରରେ ତାଙ୍କ ଭାଷାରେ ସିଏ କହିଛନ୍ତି ଆମେ ବ୍ରହ୍ମ ପ୍ରତିଷ୍ଠା କରୁଛୁ ମୁଁ ତ ଯାଇନି ଦେଖିବାକୁ ନା କାରଣ ମୁଁ ସେଇ ଯୋଉ ମ୍ୟୁଜିୟମ ବାଲା ଜଗନ୍ନାଥ ମନ୍ଦିର ଜୀବନରେ କେବେ ଯିବାର ନାହିଁ ଆମେ ୱେଷ୍ଟବେଙ୍ଗଲରେ ଜଗନ୍ନାଥ ମନ୍ଦିର ତିଆରି କରୁ ଜଗନ୍ନାଥ ଘାଟରେ ଯୋଉଠି ବିଶ୍ୱର ମହାନ୍ତି ବ୍ରହ୍ମ ଉଦ୍ଧାର କରିଥିଲେ ତାକୁ ବର୍ତ୍ତମାନ 5 ଟଙ୍କା ସମସ୍ତଙ୍କ ଘରୁ ଆଦାୟ ହବ ୟାପରେ ବେଙ୍ଗଲ ଯାତ୍ରା କରିବ ଶ୍ରୀ ଜଗନ୍ନାଥ ସେନା ରଥ ପରେ ପରେ ଏବଂ ସମସ୍ତଙ୍କୁ ଆମେ ଯାଇକି ସେଠି ସଚେତନ କରିକି ବେଙ୍ଗଲୀ ଲୋକ ଜଗନ୍ନାଥ ମନ୍ଦିର କରିବେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କଲିକତାରେ 51ଟି ଜଗନ୍ନାଥ ମନ୍ଦିର ବହୁତ ଦିନରୁ ଅଛି ମୁର୍ସିଦାବାଦରେ ଆଖଡା ଜାଗା ଆଖଡା ସହିତ ଜଗନ୍ନାଥ ମନ୍ଦିର ଗଜପତି ସ୍ଥାପନ କରିଥିଲେ ଯେମିତି ଆପଣ ଆଜି ଆମ ଆଖଡା ଭିତରେ ଠିଆ ହେଇଛନ୍ତି ଜାଗାରେ ସେଇ ସଂସ୍କୃତି ମୁର୍ସିଦାବାଦରେ ହେଇଛି ଏବଂ 475ଟା ଜଗନ୍ନାଥ ମନ୍ଦିର ସାରା ବଙ୍ଗଳାରେ ଅଛି ପଶ୍ଚିମ ବଙ୍ଗଳାରେ ତ ଇଏ କିଛି ନୂଆ କଥା କରିଦେଲେନି ଆହୁରି 20ଟା ମନ୍ଦିର ମଧ୍ୟ ତିଆରି ହଉ ସେଥିରେ କାହାର ଅବଜେକ୍ସନ ନାହିଁ କିନ୍ତୁ ଜଗନ୍ନାଥ ଧାମ ଆପଣ କେମିତି ତିଆରି କଲେ ପଥରରେ ବ୍ରହ୍ମ ପରିବର୍ତ୍ତନ କେମିତି କଲେ ଏଠୁ ଚୋରି କରିକି କାଠ ଦାରୁ କାଠ ନେଇକି ସେଠି ତାଙ୍କୁ କେମିତି ଦେଲେ ସେଠି ତ ପଥର ମୂର୍ତ୍ତି ବସିଲେ ବାକି ତଳେ ଯୋଉ ମୂର୍ତ୍ତି ଗୁଡିକ ବସେଇଛନ୍ତି ଇଏ କହୁଛନ୍ତି ମୁଁ ଏଠୁ କାଠରେ ବ୍ରହ୍ମ କାଠରେ ନେଇ କରିଛି ସେଠି ଅଧିକା ପଇସା ପାଇବା ପାଇଁ ସତ କହିଛନ୍ତି ଏବଂ କି ମିଛ କହିଛନ୍ତି ତାଙ୍କରି କଥା ଉପରେ ପଚରା ଯାଉ ଆପଣ ଯଦି ସତ କହିଛନ୍ତି ତାହେଲେ ବି ଆପଣ ଚୋର ଯଦି ମିଛ ବି କହିଛନ୍ତି ତାହେଲେ ଆପଣ ଠକ ତେଣୁ ଠକ କିମ୍ବା ଚୋର ଦି ଜଣ ଭିତରୁ ଗୋଟେ କାହାକୁ ଦଣ୍ଡ ହବା ଦରକାର ଠକାମି ପାଇଁ 420 ଚୋର ପାଇଁ 379 ଦଫା ମଧ୍ୟ ରହିଛି ଏବଂ ଭଗବାନଙ୍କ କଥାରେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ ଏଇ ଯୋଉ ମିଥ୍ୟା କଥା କହିକିରି ଯୋଉଠି ମନ୍ଦିର ପ୍ରତିଷ୍ଠା କରାଯାଏ ଯୋଉଠି ଠିକ ନୀତିକାନ୍ତିରେ ମନ୍ଦିର ପ୍ରତିଷ୍ଠା ନ ହୁଏ ଯୋଉଠି ଶାସ୍ତ୍ରୀୟ ମତେ ମନ୍ଦିର ପ୍ରତିଷ୍ଠା ନ ହୁଏ ପ୍ରାଣ ପ୍ରତିଷ୍ଠା ନ ହୁଏ devils lives in that house ସେ ଜାଗାରେ ରାକ୍ଷସ ରୁହନ୍ତି ଦେବତା ରହିପାରିବେ ନାହିଁ ତ ବର୍ତ୍ତମାନ ସେ ରାକ୍ଷସଙ୍କ ଘର ହେଇଗଲା ସୁପ୍ରିମକୋର୍ଟଙ୍କର ଯୋଉ ନଜିର ରହିଛି ପ୍ରମୋଦ ଭର୍ସେସ ଷ୍ଟେଟ ଅଫ ଇଣ୍ଡିଆ ସେଥିରେ ସେ କହିଛନ୍ତି ଯେ ବର୍ତ୍ତମାନ ଯୋଉଠି ଠିକ ଭାବରେ ସ୍ଥିତି ଶାସ୍ତ୍ରୀୟ ଅନୁସାରେ ଯଦି ଆପଣଙ୍କର ନ ହେଇପାରିଲା ତାହେଲେ ସେଇଟା ଡେଭିଲ ମାନଙ୍କର ରାକ୍ଷସ ମାନଙ୍କ ଘର ଇଏ ରାକ୍ଷସ ଯାଇକି ରାକ୍ଷସ ଘର ତିଆରି କରିଦେଲେ ଦେବତାଙ୍କ ଘର ସେଠି ତିଆରି ହେଇପାରିଲା ନାହିଁ କୌଣସି ଦେବତା ଲୋକଙ୍କୁ ଡକା ହେଇନି ଧର୍ମ ଗୁରୁ ମାନଙ୍କୁ ଡକା ହେଇନି ଆମେ ପଛରେ ଦେଖିଲୁ ଇଏ କୁଆଡେ ତାକୁ ଚନ୍ଦନ ତାଙ୍କ ମୁଣ୍ଡରେ ଲଗେଇଲା ବେଳକୁ ମମତା ବାନଙ୍କର ବା ମମତା ବାନାର୍ଜୀଙ୍କର ସେ ହାତ ଆଡେଇ ଦେଲେ ଦେଖନ୍ତୁ ଆଜ୍ଞା ଯିଏ ଯାଇଛନ୍ତି ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରିବାକୁ ଚନ୍ଦନ ଟୋପାଟେ ଲଗେଇବାକୁ ଯିଏ ହାତ ଆଡେଇ ଦଉଛନ୍ତି ଏଥିରୁ ଜାଣୁଥିବେ ଏ ମନ୍ଦିର ସେ ରାଜନୀତିକରଣ କରିବା ପାଇଁ କରିଛନ୍ତି ବା ତାଙ୍କୁ ଯୋଉ ସେଠି କୁହାହଉଛି ଇଏ ହେଲେ ହିନ୍ଦୁ ବିରୋଧୀ ଇଏ ହେଲେ ମମତା ବାନ ଇଏ ନିଜେ କହୁଛନ୍ତି ମୁଁ ଗୋ ମାଂସ ଖାଏ ତାହେଲେ ଇଏ ନିଜର ଭାବମୂର୍ତ୍ତିଟାକୁ ଆଣିବା ପାଇଁ ବର୍ତ୍ତମାନ ସେଠି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଇସ୍କନକୁ ଧରିକି ଯେମିତି ଏଠି ପ୍ରକଳ୍ପ ପାଇଁ ନବୀନ ପଟ୍ଟନାୟକ ଏବଂ ଜଗନ୍ନାଥଙ୍କ କାମ କରିକି ଭିକ ମଗେଇ ମଗି ଧ୍ୱଂସ ହେଲେ ସେଠି ସିଏ ମଧ୍ୟ ଧ୍ୱଂସ ହେବେ ଜଗନ୍ନାଥଙ୍କ ସେ ଯିଏ ଖେଳ ଖେଳିଛି ଏଇ ଯୋଉ ଭଦ୍ରଲୋକ ଏଠି ଭଦ୍ରଲୋକ ହଉଛନ୍ତି ବା ସେଠି ଯାଇ ରାମକୃଷ୍ଣ ଦାସ ମହାପାତ୍ର ଯେ ଯାଇଥିଲେ ସେଠିକି କି ପ୍ରକାର ଆକ୍ସନ ଆପଣ ଆଶା କରୁଛନ୍ତି ଦେଖନ୍ତୁ ଆକ୍ସନ ନବାର କାମ ହେଲା ସରକାରଙ୍କର ଯଦି ସରକାର ଆକ୍ସନ ନ ନେବେ ତାହେଲେ ସ୍ୱୟଂ କାଳିଆ ସାଆନ୍ତା ଏମିତି କାଠ ପଳେଇ ଯାଇନି ସରକାର ଜଗନ୍ନାଥଙ୍କର ବହୁତ ଗୁଡେ ସମ୍ପତ୍ତି ପଳେଇ ଯାଇନି ଏଠି ତ ଆଇନ ଅନୁସାରେ କିଛି ଗୋଟେ କାର୍ଯ୍ୟାନୁଷ୍ଠାନ ହେଇପାରିବନି ତ କି ପ୍ରକାର ଆକ୍ସନ ହବ ବୋଲି ଆପଣ ଭାବୁଛନ୍ତି ଆପଣ ବୁଝିପାରୁନାହାନ୍ତି ଏ କାଠ ନୁହେଁ ଆଜ୍ଞା ଇଏ ହେଲା ଦାରୁ ଆକୁ ଆପଣ କାଠ ବୋଲି କେମିତି କହିଦେଲେ ମୋ ଇଏ ସାଧାରଣ କାଠ କି ନା କାଠ ଅର୍ଡରରୁ କାଠ କିଣିକି ନେଇଗଲେ ଇଏ ଦାରୁ ସ୍ୱତନ୍ତ୍ର ଦାରୁ ଗଛ କଟା ହେଇକି ଭଗବାନଙ୍କ କାର୍ଯ୍ୟରେ କେବଳ ଲାଗିପାରିବ ୟା ଶ୍ରୀମନ୍ଦିରର ପ୍ରପର୍ଟି 4 କୋଟି ଓଡିଆ 120 କୋଟି ହିନ୍ଦୁଙ୍କର ଧାର୍ମିକ ଭାବନା ସାଙ୍ଗରେ ଦାରୁ କାଠ ଜଡିତ ଯେମିତି ଆପଣ ମାନେ କହୁଥିଲେ ଦାରୁ ଫିକ୍ସିଂ ହେଇଛି ଦାରୁ ଯାଇକି ଟଙ୍କା ଦେଇକି ସେ ଜାଗାରେ କାଠ କାଟିଲେ ବହୁତ ଜିନିଷ ଆଙ୍କ ନାଁରେ ଅଛି ଶିଆଳି ଲଟାର ଅରୁଣ ସାହୁ କରିଥିଲେ ସବୁ ନାଟର ଗୋବର୍ଦ୍ଧନ ଏଇ ହେଲା ସବୁ ନାଟର ଗୋବର୍ଦ୍ଧନ ସେବକ ସମାଜକୁ କଳଙ୍କିତ କରିବା ଜଗନ୍ନାଥ ସଂସ୍କୃତିକୁ କଳଙ୍କିତ କରିବା ଶ୍ରୀ ମନ୍ଦିରକୁ କଳଙ୍କିତ କରିବା ହିନ୍ଦୁ ସମାଜକୁ କଳଙ୍କିତ କରିବାର ଏଇ ଯୋଉ ରାକ୍ଷସ ରାବଣ ରହିଛନ୍ତି ଇଏ ଧ୍ୱଂସ ହବା ଦରକାର କି ଏଇଟା ଆପଣ ବିଚାର କରିବେ କାଳିଆ ସାଆନ୍ତେ ବିଚାର କରିବେ ଆମର ଖାଲି ଏତିକି କହିବା କଥା ଯେ ଏଇ ଯୋଉ କାର୍ଯ୍ୟ ଇଏ କଲେ ଏ କାର୍ଯ୍ୟ ପାଇଁ ଯେତେବେଳେ ସେ ସେଠି ମିଛ କହୁଛନ୍ତି ଏଠି ମିଛ କହୁଛନ୍ତି ତାହେଲେ ଇଏ କାହାକୁ ଧୋକା ଦେଲେ ଇଏ ସେଠି ବଙ୍ଗାଳୀ ଲୋକଙ୍କୁ ଧୋକା ଦେଲେ ଏଠି ଓଡିଆଙ୍କୁ ଧୋକା ଦେଲେ ତ ଧୋକାବାଜଙ୍କ ପାଇଁ ଦଗାବାଜଙ୍କ ପାଇଁ ଏବଂ ଏମାନଙ୍କ ପାଇଁ କଣ ଦଣ୍ଡ ରହିଛି এইটা ଆମେ ଦେଖିବା କଥା ତ আমরা বলতে পারি